ନବରଙ୍ଗପୁର ଏକ ଆଦିବାସୀ ବହୁଳ ଜିଲ୍ଲା। ଏହାର ବାର୍ଷିକ ବର୍ଷାର ହାର ପ୍ରାୟ 1400 ମିଲିମିଟର, କିନ୍ତୁ ଜଳର ସଂରକ୍ଷଣ ଅଭାବ ହେତୁ ସମସ୍ତ ବର୍ଷା ଜଳ ନଦୀ ଓ ନାଳ ଦେଇ ନଦୀକୁ ଚାଲିଯାଏ। ଫଳତଃ ଚାଷୀମାନେ ଏକକ ଫସଲରେ ସନ୍ତୁଷ୍ଟ ରୁହନ୍ତି। ଦାରିଦ୍ର୍ୟ ଦିନକୁ ଦିନ ବଢ଼ିଯାଏ ଏବଂ ଦାଦନ ଖଟିବାକୁ ପାଖ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହୁଅନ୍ତି। ସେଥିପାଇଁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଜଳ ଓ ମାଟିର ଉପଯୁକ୍ତ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟମାନ ଯଥା ପୋଖରୀ ଖନନ, ସିରିଜ୍ ଚେକ୍ ଡ୍ୟାମ୍ ଓ ଜଳ ଅମଳ ପ୍ରକଳ୍ପ ଇତ୍ୟାଦି ତିଆରି କରି ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡ ବଢ଼ାଇବା ପାଇଁ ଅପୂର୍ବ ପ୍ରୟାସ କରିଆସୁଅଛି। ରାଇଘର ବ୍ଲକ ବିରିପୁର ଗ୍ରାମ ପଞ୍ଚାୟତରେ ବିରିପୁର ଜଳ ବିଭାଜିକା ଅବସ୍ଥିତ। ଉକ୍ତ ପ୍ରକଳ୍ପର ବିରିପୁର ଓ ବୋବାଇ 2ଟି ଗ୍ରାମ। ବ୍ଲକ ହେଡକ୍ୱାର୍ଟରରୁ ଦୂରତା ପ୍ରାୟ 10 କିଲୋମିଟର ଓ ଜିଲ୍ଲାରୁ 100 କିଲୋମିଟର ଅଟେ। ଭୌଗୋଳିକ ପରିସୀମା 1840 ହେକ୍ଟର, ସେଥିରୁ 1170 ହେକ୍ଟର ଜମି PMKSY ଯୋଜନାରେ ପ୍ରାକୃତିକ ସମ୍ବଳ ଉନ୍ନୟନ ପାଇଁ ନିଆଯାଇଛି। ଏହାର ସମସ୍ତ ପପୁଲେସନ୍ ପ୍ରାୟ 3380, ସେଥିରୁ SC 2800, SC 450, OC 130। ଅଦ୍ୟାବଧି 7ଟି ଜଳ ଅମଳ ପ୍ରକଳ୍ପ ଓ 7ଟି ଚେକ୍ ଡ୍ୟାମ୍ କରାଯାଇଛି। MGNREGA ରେ କନଭର୍ଜେନ୍ସ କରି 30ଟି 5T ଫାର୍ମ ପଣ୍ଡ କରାଯାଇଛି ଓ 30 ହେକ୍ଟର ଜମିରେ କାଜୁ ବଗିଚା କରାଯାଇ ସେଠାରେ ଥିବା ଅଧିବାସୀମାନଙ୍କ ପାଇଁ ଏହା ଜୀବନ ଓ ଜୀବିକାର ମୂଳ ଉତ୍ସ ହୋଇପାରିଛି। ଚାଷର ସାନ୍ଦ୍ରତା ପ୍ରାୟ 4 ଗୁଣ ଅଧିକା ହୋଇପାରିଛି। ସମସ୍ତେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଗ୍ରାମ ଆଜି ବିକାଶର ଶିଖରରେ ପହଞ୍ଚିଛି। ଏହା କେବଳ PMKSY ଜଳ ବିଭାଜିକା ଓ MGNREGA ଯୋଜନା ପାଇଁ ସମ୍ଭବ ହୋଇପାରିଛି। ବିକାଶର ଏହା ଛୋଟ ପ୍ରତିଫଳନ। ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଚାଷୀମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ସଫଳତାର ସହିତ ଜାରି ରହୁ, ଏହା ହିଁ କାମନା କରି ରହୁଛୁ। ଧନ୍ୟବାଦ।